এই কিছুদিন পূর্বରୁ ଆପଣ ଦେଖିବେ ପାର୍ଲାମେଣ୍ଟରେ ଯେତେବେଳେ ଦେଶର ଗୃହମନ୍ତ୍ରୀ ଅମିତ ଶାହ ସମ୍ବିଧାନ ପ୍ରଣେତା ଡକ୍ଟର ବାବା ସାହେବ ଆମ୍ବେଦକରଙ୍କୁ ଯେଉଁଭଳି ଭାବରେ ଭର୍ତ୍ସନା କଲେ, ବୋଧେ ଭାବୁଛି ସାରା ପୃଥିବୀ ପୃଷ୍ଠରେ କୌଣସି ରାଷ୍ଟ୍ରରେ କୌଣସି ଏକ ସମ୍ବିଧାନ ପ୍ରଣେତାକୁ ଏଇଭଳି ଭାବରେ ବ୍ୟବହାର କରାଯିବ ନାହିଁ। ଦେଶର ଗୃହମନ୍ତ୍ରୀ ସେ ପାର୍ଲାମେଣ୍ଟରେ ବସିଛନ୍ତି ଏବଂ ସେ କହିବେ ଯେ ଆମ୍ବେଦକର 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 ଗୋଟେ ଫ୍ୟାସନ୍ ହେଇଗଲାଣି। ଆଉ ସେତିକି ଥର ଆପଣ ଯଦି ଭଗବାନଙ୍କ ନାଁ ଧରିବେ ତାହେଲେ ଆପଣ ମୋକ୍ଷ ପ୍ରାପ୍ତି ହେବ। ଇଏ ହେଉଛି ଭାରତୀୟ ଜନତା ପାର୍ଟିର ଷ୍ଟାଣ୍ଡ, ଇଏ ହେଉଛି RSSର ଷ୍ଟାଣ୍ଡ। ଏବଂ ଗଲା 4 ଦିନ ତଳେ RSSର ମୁଖ୍ୟ ମୋହନ ଭାଗବତ ଯେତେବେଳେ କହିଲେ ଯେ ସମ୍ବିଧାନ ପ୍ରତିଷ୍ଠା ଯେତେବେଳେ ହେଇଥିଲା ତା ପୂର୍ବରୁ ଦେଶ ସ୍ୱାଧୀନତା ହେଇନଥିଲା। ଦେଶ ସ୍ୱାଧୀନତା ହେଲା ଏଇ ଯେବେ ରାମ ମନ୍ଦିର ପ୍ରତିଷ୍ଠା ହେଲା। ତା ମାନେ ଭାରତୀୟ ଜନତା ପାର୍ଟି ଏବଂ RSS এই দুই জনক স্টান্ড সিমিলারিটি রয়েছে, এই দুই জনক স্টান্ড সমান। এবং আমি আইলা বেড়ে বাটরে দেখুছিলু যে ভারতীয় জনতা পার্টি চারিআড়ে ভুবনেশ্বরে বোর্ড বাড়লানি যে সংবিধান গৌরব অভিযান করব। 4.5 কোটি ওড়িয়া দেখুଛନ୍ତି যে ডুয়াল স্ট্যান্ডার্ড কেମିତି ଭାରତୀୟ ଜନତା ପାର୍ଟି ବର୍ତ୍ତମାନ ତିଆରି କରୁଛି। ଯେତେବେଳେ ଏମାନେ ବାବା ସାହେବ ଆମ୍ବେଦକରଙ୍କୁ ଘୃଣାର ପାତ୍ରରେ ଦେଖିବେ, ଯେତେବେଳେ ଏମାନେ ଦେଶର ସ୍ୱାଧୀନତାକୁ 1947 ମସିହା ଅଗଷ୍ଟ 15କୁ ନିଜେ ଉଲ୍ଲଂଘନ କରିବେ ନାହିଁ, ଯେତେବେଳେ ଏମାନେ ସମ୍ବିଧାନକୁ ବିରୋଧ କରିବେ, ସେତେବେଳେ ସମ୍ବିଧାନ ଗୌରବ ଅଭିଯାନକୁ ଭାରତୀୟ ଜନତା ପାର୍ଟି ବର୍ତ୍ତମାନ କରିବା ପାଇଁ ଯାଉଛି। ତାକୁ ନେଇକି ସାରା ଓଡ଼ିଶାବାସୀ ପ୍ରଶ୍ନ ପଚାରୁଛନ୍ତି କେଉଁ ସମ୍ବିଧାନ ଗୌରବ ଅଭିଯାନ ଏମାନେ କରିବେ ଯେଉଁ କନଷ୍ଟିଟ୍ୟୁସନାଲ ବଡିକୁ ଭାଙ୍ଗି ଦେଇଛନ୍ତି। ଆଜି ଆପଣ ଦେଖିବେ ସାରା ଭାରତ ବର୍ଷର ରାଙ୍କିଂ ସମସ୍ତ କନଷ୍ଟିଟ୍ୟୁସନାଲ ବଡିକୁ ନେଇକି ସାରା ବିଶ୍ୱରେ ଆମେ ନିନ୍ଦିତ ହେଉଛୁ। କାରଣ ଆମର କନଷ୍ଟିଟ୍ୟୁସନାଲ ବଡି ଇଡି ହେଉ, CBI ହେଉ, ଆମର CBC ହେଉ, ଆମର ଯେତେ ଗୁଡ଼ିକ ଅଛି UPSC ହେଉ, ସବୁଯାକ କନଷ୍ଟିଟ୍ୟୁସନାଲ ବଡିକୁ ସାରା ଭାରତ ବର୍ଷର କନଷ୍ଟିଟ୍ୟୁସନାଲ ବଡିକୁ ସାରା ବିଶ୍ୱ ଆଜି ନିନ୍ଦା କରୁଛି। ଏସବୁ ଜିନିଷକୁ ନେଇକି ଯେତେବେଳେ ରାହୁଲ ଗାନ୍ଧୀ ପ୍ରତ୍ୟେକ ସମୟରେ ସମ୍ବିଧାନକୁ ବଚାଇବା ପାଇଁ ପଡ଼ିବ ଏବଂ ସମ୍ବିଧାନ ହେଉଛି ଆମର ହର୍ତ୍ତା କର୍ତ୍ତା ଦୈବ ବିଧାତା, ଏକଥା ରାହୁଲ ଗାନ୍ଧୀ ପ୍ରତ୍ୟେକ ସମୟରେ କହୁଛନ୍ତି। ଏବଂ ତାକୁ ନେଇକି ଆମ ରାଷ୍ଟ୍ରୀୟ ସଭାପତି ବରୁଣ ଚୌଧୁରୀ ଆସନ୍ତାକାଲି ଅପରାହ୍ନ ସମୟରେ ଏୟାରପୋର୍ଟରେ ଆସିବେ। ଏୟାରପୋର୍ଟରୁ ଆମେ ତାଙ୍କୁ ପାଛୋଟି ଆଣିବୁ ଭୁବନେଶ୍ୱର ମଧ୍ୟକୁ ଏବଂ ପହରଦିନ ଏକ ବିଶାଳ ସମାବେଶ ଏବଂ ପଦଯାତ୍ରାର ଆୟୋଜନ କରାଯାଇଛି ଛାତ୍ର କଂଗ୍ରେସ ପକ୍ଷରୁ।